ଯେଉଁ ଚାଷୀମାନେ ପିଏମ୍ କିଷାନର ଟଙ୍କା ପାଇଛନ୍ତି ସେମାନଙ୍କର ମନରେ ଗୋଟିଏ ଭାବନା ଆସୁଥିବ ଯେ ତାଙ୍କର ସିଏମ୍ କିଷାନ ଟଙ୍କା ସେମାନେ କେବେ ପାଇବେ। ଦେଖନ୍ତୁ ବନ୍ଧୁଗଣ, ଆପଣଙ୍କୁ ଜାଣିବା ପାଇଁ କହିଦିଆଯାଉଛି ସିଏମ୍ କିଷାନ ଟଙ୍କା ଆପଣଙ୍କୁ ଆଗାମୀ ଏଇ ଏପ୍ରିଲ ମାସରେ ଆପଣଙ୍କୁ ଦେବାକୁ ଯାଉଛନ୍ତି ସରକାର। କେବେ ଦେବେ ଏବଂ କେଉଁମାନେ ପାଇବେ କେଉଁମାନେ ପାଇବେ ନାହିଁ ସମ୍ପୂର୍ଣ୍ଣ ଜାଣିବା ଏହି ଭିଡ଼ିଓରେ। ଆପଣ ଜାଣିଥିବେ ଯେ ସିଏମ୍ କିଷାନ ଟଙ୍କା ବର୍ଷକୁ 2ଟି କିସ୍ତିରେ ଆପଣଙ୍କୁ ଦିଆଯାଇଥାଏ। ଗୋଟିଏ କିସ୍ତିରେ ଆପଣଙ୍କୁ 2,000 ଆଉ ଅନ୍ୟ କିସ୍ତିରେ ମଧ୍ୟ 2,000 ଟଙ୍କା ଦିଆଯାଏ। ଯେଉଁମାନେ ଭୂମିହୀନ ସେମାନେ ତାଙ୍କର 5,000 ଟଙ୍କା ପ୍ରଥମ କିସ୍ତିରେ ପାଆନ୍ତି, ଦ୍ୱିତୀୟ କିସ୍ତିରେ ମଧ୍ୟ 5,000 ଏବଂ ତୃତୀୟ କିସ୍ତିରେ 2,500 ଟଙ୍କା ପାଆନ୍ତି। ଟୋଟାଲ ସେମାନେ 12,500 ଟଙ୍କା ବାର୍ଷିକ ପାଆନ୍ତି। ତ ଦେଖନ୍ତୁ, ଆପଣଙ୍କର ମନେ ଥିବ ଯେ ଏହି ଯେଉଁ ଟଙ୍କା ସରକାର 2ଟି ପର୍ବରେ ଦେଇଥାନ୍ତି, ଯାହାକି ଆପଣ ଜାଣିଥିବେ ଯେ ପ୍ରଥମଟି ହେଲା ଅକ୍ଷୟ ତୃତୀୟା ଏବଂ ଦ୍ୱିତୀୟଟି ହେଲା ନୂଆଖାଇ। ଆପଣ ଜାଣିଥିବେ ଯେ ଏହି ବର୍ଷର ଅକ୍ଷୟ ତୃତୀୟା ଯାହାକି ଏପ୍ରିଲ ମାସରେ ଅଛି, ଆଉ ସେହି ତାରିଖରେ ଆପଣଙ୍କୁ ସରକାର ସିଏମ୍ କିଷାନ ଟଙ୍କା 2,000 ଦେବାକୁ ଯାଉଛନ୍ତି। ପ୍ରଥମେ ଜାଣନ୍ତୁ ଏଠିରେ କେଉଁମାନେ ପାଇବେ। ଦେଖନ୍ତୁ ବନ୍ଧୁଗଣ, ଯେଉଁମାନେ ଏଠିରେ ଆବେଦନ କରିଛନ୍ତି, ଯେଉଁମାନେ କୃଷକ ରେଜିଷ୍ଟ୍ରେସନ କରିଛନ୍ତି, ଏଠିରେ କେଉଁମାନେ ପାଇବେ। ଯୋଗ୍ୟତା ମାନର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ। ଯାହାଙ୍କର ଜମି 5 ଏକରରୁ କମ୍ ହୋଇଥିବ ସେମାନେ ଏଠିରେ ଯୋଗ୍ୟ ହେବେ। ଦେଖନ୍ତୁ, ଭୂମିହୀନ କୃଷି ଯେଉଁମାନଙ୍କର କୃଷି କାର୍ଯ୍ୟ ଗ୍ରହଣ କରିବାରେ ପ୍ରତିକ୍ଷମତା ନଥାନ୍ତି କିନ୍ତୁ ହେଲେ ସେମାନେ କୃଷକ ଓଡ଼ିଶା ରେଜିଷ୍ଟ୍ରେସନ କରିଛନ୍ତି, ତାହେଲେ ସେମାନେ ପାଇବେ। ଉଭୟ ଉପାଦାନ ପାଇଁ ଆବେଦନକାରୀ ନିଶ୍ଚିତ ଭାବରେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ। ଯଦି ଆପଣ ଓଡ଼ିଶାର ସ୍ଥାୟୀ ବାସିନ୍ଦା ତାହେଲେ ଆପଣ ସିଏମ୍ କିଷାନ ଅଣ୍ଡରରେ ଆପଣ 2,000 ଟଙ୍କା ପାଇବେ। ସିଧାସଳଖ ଭାବରେ ଆପଣଙ୍କୁ 2,000 ଟଙ୍କା ଆପଣଙ୍କ ଖାତାରେ ଡିବିଟି ମାଧ୍ୟମରେ ସରକାରଙ୍କ ପକ୍ଷରୁ ଦିଆଯିବ। ତାପରେ ଦେଖନ୍ତୁ କେଉଁମାନେ ଏଠିରେ ଅଯୋଗ୍ୟ ହେବେ ଆଉ ଟଙ୍କା ପାଇବେ ନାହିଁ। ଯେଉଁମାନେ ନାବାଳିକ ଅଛନ୍ତି 18 ବର୍ଷରୁ କମ୍ ସେମାନେ ଏଥିରେ ପାଇବେ ନାହିଁ। ଯେଉଁମାନଙ୍କର ଜମି 5 ଏକରରୁ ଅଧିକ ଅଛି ସେମାନେ ମଧ୍ୟ ପାଇବେ ନାହିଁ, କାରଣ ସେମାନେ ମଧ୍ୟମ ବା ବଡ଼ ଚାଷୀ ବୋଲି କୁହାଯାଏ ଯେଉଁମାନଙ୍କର 5 ଏକରରୁ ଅଧିକ ଜମି ଥାଏ। ଆଉ ଦେଖନ୍ତୁ, ଆପଣଙ୍କର ମନେ କରନ୍ତୁ ଆପଣଙ୍କର ରାସନ କାର୍ଡ଼ରେ ଯଦି 5 ଜଣ ଅଛନ୍ତି ତାହେଲେ ସେହି ମଧ୍ୟରୁ ଯଦି ଆପଣ ଜଣେ ବି ପାଉଛନ୍ତି ତାହେଲେ ଆପଣଙ୍କ ପରିବାର ଆଉ କୌଣସି ସଦସ୍ୟ ପାଇପାରିବେ ନାହିଁ। ଏମିତି ଯଦି ଆପଣଙ୍କ ପରିବାରର 2 ଜଣ ଆବେଦନ କରିଛନ୍ତି ଗୋଟିଏ ରାସନ କାର୍ଡ଼ ଥାଇ, ତାହେଲେ ଆପଣଙ୍କ ମଧ୍ୟରୁ ଜଣେ ହିଁ ପାଇବେ ଆଉ ଅନ୍ୟ ଯେଉଁ ଜଣେ ସେମାନେ ପାଇବେ ନାହିଁ। ଯଦି ଆବେଦନକାରୀ ଚାଷୀ କିମ୍ବା ତାଙ୍କ ପତି ପତ୍ନୀ ପରିବାରର ଅନ୍ୟ କୌଣସି ସଦସ୍ୟ ଆୟକର ପ୍ରଦାନକାରୀ, ସରକାରୀ PSU କ୍ଷେତ୍ର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ପେନସନଭୋଗୀ ହୋଇଥିବେ ସେମାନେ ଏଠିରେ 2,000 ଟଙ୍କା ପାଇବେ ନାହିଁ। ଦେଖନ୍ତୁ, ଆପଣଙ୍କ ପରିବାରର ଯଦି କେହି ଆୟକର ମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି କିମ୍ବା ସରକାରୀ ବିଭାଗରେ ଚାକିରି କରୁଛନ୍ତି ଆଉ କିମ୍ବା ଯଦି ପେନସନ ପାଉଛନ୍ତି ତାହେଲେ ଏହି ଯୋଜନାରେ ସେମାନେ 2,000 ଟଙ୍କା ପାଇବେ ନାହିଁ। ତାପରେ ଦେଖନ୍ତୁ, ଯଦି ସେହି ଆବେଦନକାରୀ ମୃତ ହୋଇଥିବେ ତାହେଲେ ମଧ୍ୟ ଏହି ଯୋଜନାରେ ଟଙ୍କା ପାଇବେ ନାହିଁ। ଏହା ତ ଜାଣିଲେ ଆପଣ ଯୋଗ୍ୟ ଓ ଅଯୋଗ୍ୟର। ବର୍ତ୍ତମାନ ଜାଣିବା ଯେ କେଉଁ ଦିନ ସରକାର ଦେବେ 2,000 ଟଙ୍କା। ମୁଁ ଆପଣଙ୍କୁ କହିଥିଲି ଯେ ଅକ୍ଷୟ ତୃତୀୟାରେ ଦେବେ ପ୍ରଥମ କିସ୍ତି, ଯାହାକି ଏ ବର୍ଷର, ଆଉ ଦ୍ୱିତୀୟଟି ନୂଆଖାଇରେ ଦେବେ। ତ ଏ ବର୍ଷର ଅକ୍ଷୟ ତୃତୀୟା ଏପ୍ରିଲ 19ରେ ଅଛି, ଯେଉଁଥିରେ ଆପଣ ପାଇପାରିବେ ଆପଣଙ୍କ ସିଏମ୍ କିଷାନର 2,000 ଟଙ୍କା। ଆଉ ଦେଖନ୍ତୁ, ଆପଣ 2 ନମ୍ବର କିସ୍ତି କେବେ ପାଇବେ? ସେପ୍ଟେମ୍ବର 15ରେ, ଯାହାକି ଆପଣ ନୂଆଖାଇ ପର୍ବ ଅଛି ସେଠିରେ ଆପଣ ଆପଣଙ୍କ ଦ୍ୱିତୀୟ କିସ୍ତି ଟଙ୍କା ପାଇପାରିବେ। ମନେ ରଖନ୍ତୁ ବନ୍ଧୁଗଣ, ଆପଣ କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ କରିଛନ୍ତି ଆଉ ଯଦି ଇକ୍ୱେସି କରିଛନ୍ତି ତାହେଲେ ଏହି ଯୋଜନାରେ 2,000 ଟଙ୍କା ପାଇପାରିବେ। ଯଦି ଆପଣ ଇକ୍ୱେସି କରିନାହାନ୍ତି କିମ୍ବା କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ କରିନାହାନ୍ତି ତାହେଲେ ଆପଣ ଏଠିରେ ଅଯୋଗ୍ୟ ସାବ୍ୟସ୍ତ ହେବେ ଓ ଆପଣଙ୍କ ସିଏମ୍ କିଷାନ ଟଙ୍କା ପାଇବେ ନାହିଁ। ଖୁବ୍ ଶୀଘ୍ର ସରକାର ଏହି ଏପ୍ରିଲ 19 ତାରିଖରେ ଅକ୍ଷୟ ତୃତୀୟାରେ ଆପଣଙ୍କୁ ସିଏମ୍ କିଷାନ ଅନ୍ତର୍ଗତରେ 2,000 ଟଙ୍କା ସିଧାସଳଖ ଭାବରେ ଆପଣଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଦେବେ। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ।